ଥରେ ଶୀତ ଦିନ ହୋଇଥାଏ। ଜଣେ କୃଷକଟିଏ ତାର ଜମିରୁ ଫେରିବା ସମୟରେ ବାଟରେ ଗୋଟିଏ ସାପକୁ ଦେଖିଲା। ସାପଟି ଥଣ୍ଡା ଯୋଗୁଁ ବହୁତ କଷ୍ଟ ପାଉଥିଲା। କୃଷକଟି ଦୟାକରି ସାପକୁ ନିଜ ସାଥିରେ ଘରକୁ ନେଇଗଲା। ତାକୁ ଗୋଟିଏ ଟୋକାଇରେ ରଖିଲା। ସାପ ଟିକେ ଉଷୁମ ପାଇ ସୁସ୍ଥ ଅନୁଭବ କଲା। କୃଷକ ଆଉ ତା ପିଲାମାନେ ରାତିରେ ଶୋଇଥିବା ବେଳେ ସାପଟି କୃଷକର ପୁଅକୁ କାମୁଡ଼ିବା ପାଇଁ ତା ପାଖକୁ ଗଲା। ଏହି ସମୟରେ କୃଷକର ନିଦ ଭାଙ୍ଗିଗଲା। ସେ ଏହା ଦେଖି ଗୋଟିଏ ବାଡ଼ି ଆଣି ସାପକୁ ବାଡ଼େଇ ବାଡ଼େଇ ମାରିଦେଲା। ତେଣୁ କଥାରେ ଅଛି, ପ୍ରକୃତି କେବେ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।